ନମସ୍କାର ସାଙ୍ଗମାନେ, ମୋ ନାଁ ହେଉଛି ରାଜା। ମୋର ବୟସ 19। ମୁଁ +3ରେ ପଢ଼େ। ଆଉ ଏଇଟା ମୋର ପ୍ରଥମ କାହାଣୀ। ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ତ ଏବେ କାହାଣୀ ଉପରକୁ ଯିବା। କାହାଣୀର ନାୟିକା ମୋର ଭାଉଜ, ମାନେ ମୋ ନିଜ ଭାଉଜ ନୁହେଁ। ଭାଇ ବି ମୋର ନିଜ ନୁହନ୍ତି। ଆଉ ନାୟିକାର ନାଁ ହେଉଛି ସୀମା। ତାର ବୟସ 34। ମୁଁ ତାଙ୍କୁ ସୀମା ଭାଉଜ ବୋଲି ଡାକେ। ତାଙ୍କ ଘରେ ତାଙ୍କ ସ୍ୱାମୀ ଗୁଜରାଟରେ ରୁହନ୍ତି। ଗୋଟିଏ ବୋଲି 10 ବର୍ଷର ପୁଅ ଆଉ ତାଙ୍କ ଶାଶୁ ଶ୍ୱଶୁର ରୁହନ୍ତି। ଭାଉଜ ଦେଖିବାକୁ ହେଲ୍ଦି, ଗୋରା। ତାଙ୍କର 36 ସାଇଜ୍ ଓ ବଡ଼ ବଡ଼ ଦୁଧ। ତାଙ୍କର 30 ସାଇଜ୍ କମର ଆଉ 30 ସାଇଜ୍ ଓସାରିଆ ଗାଣ୍ଡି। ପୁରା ମାଲ ଖଣ୍ଡେ। ସେ ଟିକିଏ ଓପନ୍ ମାଇଣ୍ଡର, ଖୋଲା ମିଜାଜର ମଣିଷ। ଦିନେ ଭାଉଜଙ୍କ ଶାଶୁ ମୋତେ କିଛି ପରିବା ଦେଇ କହିଲେ, ଟିକେ ନେଇ ଭାଉଜକୁ ଦେଇଦବୁ। ମୁଁ ହଁ କହି ପରିବା ନେଇ ଆଣିଲି। ତାଙ୍କ ଘରେ ଦାଣ୍ଡ ପାଖରେ କବାଟ ଆଉଜା ହୋଇଥିଲା। ଭିତରକୁ ଯାଇ ଦେଖିଲି ଭାଉଜ ଟ୍ୟୁବୱେଲ୍ ପାଖରେ ବସି ଗାଧୋଉଥାନ୍ତି। ସେ ଗୋଟିଏ କଳା ରଙ୍ଗର ସାୟା ଦୁଧ ପର୍ଯ୍ୟନ୍ତ ପିନ୍ଧି ଗାଧୋଉଥିଲେ। ସାୟା ଓଦା ହୋଇ ତାଙ୍କ ଫୁଲୁକା ଫୁଲୁକା ଦୁଧ ଆଉ ଦୁଧ ଭୁଣ୍ଡି ଜଣା ପଡ଼ୁଥିଲା। ଆଉ ଗାଣ୍ଡି ପୁରା 2ଟି ଓଦା ହୋଇକି ଥିଲା। ସେ ସବୁ ଦେଖି ମୋର ଭାଣ୍ଡ ପରିସ୍ଥିତି ପୁରା ଅସ୍ଥିର ହୋଇ ପଡ଼ିଥିଲା। ତା ଭିତରେ ଭାଉଜ ମୋତେ ଦେଖିଦେଲେ ଆଉ କହିଲେ, ତମେ କେତେବେଳେ ଆସିଲ? ମୁଁ କହିଲି, ଏଇ ଏବେ। ବଡ଼ମା ତୁମକୁ ପରିବା ଦେବା ପାଇଁ ପଠେଇଥିଲେ। ଭାଉଜ କହିଲେ, ଭଲ ହେଲା ତୁମେ ଏବେ ଆସିଲ। ପରିବା ସେଇଠି ରଖିଦିଅ ଆଉ ଆସ। ମୁଁ କହିଲି, କୁହ ଭାଉଜ। ଭାଉଜ କହିଲେ, କିଛି କାମ ଅଛି କି ଏବେ? ମୁଁ କହିଲି, ନାହିଁ, ମୋର ଏବେ ଛୁଟି ଅଛି, କିଛି କାମ ନାହିଁ। ଭାଉଜ କହିଲେ, ମୋ ପିଠିରେ ଟିକେ ସାବୁନ ଲଗେଇଦେବ। ମୁଁ କହିଲି, ହଉ ଭାଉଜ, ଠିକ୍ ଅଛି। ଭାଉଜ ସାୟା ଟେକି ଢିଲା କରି ତାଙ୍କ ଗାଣ୍ଡି ପର୍ଯ୍ୟନ୍ତ ଖସେଇ ଦେଲେ। ଭାଉଜଙ୍କର କି ଓସାରିଆ ଓସାରିଆ ଗାଣ୍ଡି, ପୁରା ଗୁରା ଗାଣ୍ଡି ଥିଲା। ମୁଁ ସାବୁନ ନେଇ ଘଷୁଥିଲି। ଭାଉଜ କହିଲେ, ଚାରିପାଖ ଭଲସେ ଘଷିଦିଅ। ମୁଁ ତାଙ୍କ ଗାଣ୍ଡି ପାଖରୁ ବେକ ପର୍ଯ୍ୟନ୍ତ ସାବୁନ ଲଗେଇଲି। ସାବୁନ ଲଗଉ ଲଗଉ ସାବୁନ ଖସିଯାଇ ଭାଉଜଙ୍କ ଦୁଧ ସନ୍ଧିରେ ଅଟକି ଗଲା। ଆଉ ଟିକିଏ ମୁଁ ରହିଗଲି। ଭାଉଜ କହିଲେ, କ'ଣ ହେଲା? ରୁହ, ମୁଁ ଦଉଛି। ଏତେ ଲାଜ କରୁଛ କ'ଣ ପାଇଁ? ଏଠି ତ କିଏ ଅଛି କି? ମୁଁ କହିଲି, ନା ଭାଉଜ, ଯାହା ହେଲେ ବି। ଭାଉଜ କହିଲେ, ଯାହା ହେଲେ ବି କ'ଣ? ସେ ଝିଅମାନଙ୍କ ଦୁଧ କେବେ ତମେ ଦେଖିନ କି? ଫୋନରେ ତମେ କ'ଣ ଦେଖୁନ କି? ମୁଁ ଭାଉଜଙ୍କ ମୁହଁରୁ ଦୁଧ ଶୁଣି ପୁରା କାବା ହୋଇଗଲି। ମୁଁ କହିଲି, ଭାଉଜ, ଫୋନରେ ଦେଖିଛି, ହେଲେ କେବେ ରିଅଲରେ ଦେଖିନି। ଭାଉଜ କହିଲେ, ଫୋନ ରିଅଲ ସବୁ ଏକା, ନହେଲେ ଗୋଟେ ଗାର୍ଲଫ୍ରେଣ୍ଡ ରଖୁନ କ'ଣ ପାଇଁ? ମୁଁ କହିଲି, ମୋତେ କେହି ପସନ୍ଦ କରୁନାହାନ୍ତି। ଭାଉଜ କହିଲେ, ହଉ ହଉ, ଏବେ ସେତିକି ଥାଉ। ଶୁଣ, ଆଜି ରାତିରେ ଘରକୁ ଆସିବ। ବାପା, ବୋଉ ଆଉ ମୋ ପୁଅ ଆମ ଦେଇଙ୍କ ଘରକୁ ଯିବେ। ଏକୁଟିଆ ମୋତେ ଡର ଲାଗିବ। ତୁମ ମାଆଙ୍କୁ କହିଦେବି ତମେ ଘରେ ଶୋଇବ ବୋଲି। ମୁଁ କହିଲି, ହଁ ଭାଉଜ। ମୋତେ ଟିକେ ଡାଉଟ୍ ଲାଗିଲା। ଆଜି ଭାଉଜ ମୋତେ ଶୋଇବାକୁ ଡାକୁଛନ୍ତି ମାନେ କିଛି ଗୋଟିଏ ହେବ। ମୁଁ ରାତିରେ ତାଙ୍କ ଘରେ ଯାଇ ପହଞ୍ଚିଲି। ଭାଉଜ ଗୋଟିଏ ନୀଳ ରଙ୍ଗର ନାଇଟ୍ ପିନ୍ଧିଥିଲେ। ଭିତରେ ବୋଧେ ବ୍ରା କିମ୍ବା କିଛି ପିନ୍ଧି ନଥିଲେ। ଚାଲିଲା ସମୟରେ ତାଙ୍କ ଦୁଧ ଝୁଲୁଥିଲା। ସେ ମୋତେ ଖାଇବା ପାଇଁ ଡାକିଲେ ଆଉ ସାଙ୍ଗରେ ଖାଇଲୁ। ଖାଇସାରିବା ପରେ ଭାଉଜ କହିଲେ, ଯାଅ ମୋ ରୁମ୍ରେ ଶୋଇଥାଅ। ମୁଁ କାମ ସାରି ଯାଉଛି। ମୁଁ ବେଡ଼୍ରେ ଶୋଇଥାଏ ଓ ମୋବାଇଲ ଚଲାଉଥାଏ। 10 ମିନିଟ୍ ପରେ ଭାଉଜ ଆସିଲେ ଆଉ ମୋ ପାଖରେ ଆସି ବସିଲେ ଆଉ କହିଲେ, ରାଜା, ତୁମ ପାଖରେ ଡିପି ଭିଡ଼ିଓ ଅଛି କି? ମୋର ଆଜି ଦେଖିବାକୁ ବହୁତ ଇଚ୍ଛା ହେଉଛି। ମୁଁ କହିଲି, ହଁ ଭାଉଜ। ମୁଁ କିଛି କହିବା ଆଗରୁ ଭାଉଜ କହିଲେ, କ'ଣ ଭାବୁଛ ଏତେ? ଆଜି ସକାଳେ ତ କହୁଥିଲ ତୁମେ ସେ ଭିଡ଼ିଓ ଦେଖ ବୋଲି। ଏବେ କ'ଣ ଅସୁବିଧା ଅଛି? ସାଙ୍ଗ ହୋଇ ଦେଖିଲେ ବହୁତ ମଜା ଲାଗିବ। ମୁଁ ଜାଣିଛି ଭାଉଜ ବି ଆଜି ମୋ ଠାରୁ ଗିହଣା ଖାଇବାକୁ ମୁଡ଼ରେ ଅଛନ୍ତି। ତଥାପି ମୁଁ ଜିଦି ନ କରି ମୁଁ କହିଲି, ଠିକ୍ ଅଛି ଭାଉଜ, ହେଲେ କୋଉ ଭିଡ଼ିଓ ଲଗେଇବି? ଭାଉଜ କହିଲେ, ଯାହା ହେଲା ଗୋଟିଏ ଲଗେଇ ଦିଅ। ମୁଁ ଗୋଟେ ଇଣ୍ଡିଆନ୍ ଭିଡ଼ିଓ ଲଗେଇ ଦେଲି। ଭାଉଜକୁ ଦେଲି। ଭାଉଜ କହିଲେ, ଆସ ସାଙ୍ଗ ହୋଇ ଦେଖିବା। ଭିଡ଼ିଓରେ ପୁଅଟି ଝିଅଟାକୁ ନିର୍ଧୁମ ଘେଉଛି। ସେତେବେଳକୁ ମୋ ବାଡ଼ ପୁରା 90 ଡିଗ୍ରୀ ହୋଇଯାଇଥିଲା।
ମୁଁ ଆଉ ଅପେକ୍ଷା ନ କରି ଭାଉଜକୁ କହିଲି, ଭାଉଜ ଗୋଟେ କଥା କହିବି। ଭାଉଜ କହିଲେ, ହଁ କୁହ। ମୁଁ କହିଲି, ଭାଉଜ ତୁମେ ବହୁତ ସେକ୍ସି। ଭାଉଜ କହିଲେ, ସତେ ନା କ'ଣ? ଆଚ୍ଛା କେମିତି କହିଲ? ମୁଁ କହିଲି, ଭାଉଜ ତୁମ ଦୁଧ ସାଇଜ୍ ପୁରା ପରିଷ୍କାର, ପୁରା ଟାଇଟ୍। ଭାଉଜ କହିଲେ, ଓହୋ ଆଉ କ'ଣ? ମୁଁ କହିଲି, ତୁମ ଦୁଧକୁ ଟିକେ ଚିପିବାକୁ ଚାହୁଁଛି। ଭାଉଜ କହିଲେ, ଖାଲି ଚିପିବ ତ? ମୁଁ କହିଲି, ତୁମ ସହ ସେକ୍ସ କରିବାକୁ ଚାହୁଁଛି। ଯଦି ତୁମ ଇଚ୍ଛା ହେଲା ତାହେଲେ କୁହ। ଭାଉଜ କହିଲେ, ତୁମେ ବୋକା ନା କ'ଣ? ତମ ସହିତ ଗୋଟେ ଝିଅ ବସିକି ଗିହାଗୁହି ଭିଡ଼ିଓ ଦେଖୁଛି, ତମେ ପଚାରୁଛ ଇଚ୍ଛା ଅଛି କି ନାହିଁ? ମୁଁ ଏମିତି ଶୁଣି ସିଧା ସୀମାଙ୍କ ଭାଉଜଙ୍କ ଉପରକୁ ଡେଇଁ ପଡ଼ିଲି, ଆଉ ତାଙ୍କୁ କୁଣ୍ଢେଇ ବେଡ଼୍ରେ 2-3 ଥର ଗଡ଼ିଗଲି। ଏବେ ମୋର ଜୋସ୍ ଆଉ ତାଙ୍କ ଓଠକୁ କିସ୍ କରିବାକୁ ଲାଗିଲି, ଆଉ ଗୋଟେ ହାତରେ ତାଙ୍କ ଦୁଧକୁ ଜୋରରେ ଚିପିବାକୁ ଲାଗିଲି ଓ ଜୋରରେ ତାଙ୍କ ଦୁଧ ମୁଣ୍ଡିକୁ ଦଳିବାକୁ ଲାଗିଲି। ତାପରେ ମୁଁ ତାଙ୍କ ନାଇଟ୍ ଉପରୁ ଦୁଧକୁ ପାଟିରେ ପୂରେଇ ଚୁଚୁମି ପକାଇଲି। ତାପରେ ମୁଁ ଏକାଥରେ ତାଙ୍କୁ ନାଇଟ୍ କାଢ଼ି ବାହାର କରିଦେଲି। ଏବେ ସେ ପୁରା ଲଙ୍ଗଳା ହୋଇଗଲେ। ମୋ ଜୀବନରେ ପ୍ରଥମ ଥର ଲଙ୍ଗଳା ଦେହ ଦେଖି ଆଉ ସମ୍ଭାଳି ନ ପାରି ଭାଉଜଙ୍କ ଉପରେ ଶୋଇ ତାଙ୍କ ଦୁଧ ଦୁଇଟାକୁ ପାଟିରେ ନେଇ ଚୁଷିବାକୁ ଲାଗିଲି। ତାଙ୍କ ଦୁଧ ଏତେ ବଡ଼ ଥିଲା ଯେ ଗୋଟେ ହାତରେ ଦୁଧ ଧରିବା ସମ୍ଭବ ହୋଇନଥିଲା। ଏବେ ମୁଁ ସବୁ କପଡ଼ା କାଢ଼ିଦେଲି, ସବୁ କପଡ଼ା ବାହାର କରି ଦେଲି, ଆଉ ମୋ ବାଡ଼କୁ ମୁଁ ତାଙ୍କ ବିହାରେ ଘଷି ଆଉ ତାଙ୍କ ଦେହ ସାରା କିସ୍ କଲି। 2-3 ମିନିଟ୍ ଏମିତି କିସ୍ କଲା ପରେ ମୁଁ ତାଙ୍କ ବିହାରେ ଆଙ୍ଗୁଳି ପୂରେଇ ସଲସଲ କଲି। ସେ ଖାଲି ଚିତ୍କାର ଛାଡ଼ିଲେ, ଓ ହା ହୋଇ ଏମିତି ଚିତ୍କାର କରୁଥିଲେ। ମୁଁ ତାପରେ ତାଙ୍କୁ ତଳକୁ ଆସି ତାଙ୍କ ବିହାକୁ ଚାଟିବାକୁ ଲାଗିଲି। ବିହାରୁ ରସ ଠପ୍ ଠପ୍ ହୋଇ ଖସି ପଡ଼ିଲା। ସବୁ ଚାଟି ସଫା କରିଦେଲି। 5 ମିନିଟ୍ ପରେ ମୁଁ ତଳେ ଶୋଇଗଲି। ଆଉ ସୀମା ଭାଉଜ ମୋର 7 ଇଞ୍ଚର ବାଣ୍ଡକୁ ଗେଲ କଲେ। ଆଉ ଭାଉଜ କହିଲେ, ରାଜା ଏତେ କମ୍ ବୟସରେ ଏତେ ବଡ଼ ବାଣ୍ଡ କେମିତି ହେଲା? ମୁଁ କହିଲି, ଭାଉଜ ମୁଁ ତମ କଥା ଡେଲି ଭାବି ଭାବି ହଲେଇ ଦେଉଛି। ଭାଉଜ କହିଲେ, ସତରେ ନା କ'ଣ? କେବେଠୁ ଜାଣିଥିଲେ ମୁଁ ତୁମକୁ ଗିହା ଦେଇଥାନ୍ତି। ଆଜି ତମେ ମୋତେ ମନ ଭରି ଗିହ। ମୁଁ ଏବେ ଭାଉଜଙ୍କୁ ତଳେ ଶୁଆଇ ତାଙ୍କ ଉପରକୁ ଆସିଲି, ଆଉ ମୋ ବାଣ୍ଡକୁ ଭାଉଜଙ୍କ ବିହାରେ ଘଷି ଘଷି ସେଟ୍ କଲି ଆଉ ଧକ୍କା ଦେଲି। ଭାଉଜଙ୍କୁ ବହୁତ କଷ୍ଟ ହେଉଥିଲା। ସେ କିଛି କହିଲେ ନାହିଁ, ତେଣୁ ମୁଁ ଆଉ ଗୋଟିଏ ଜୋରରେ ଧକ୍କା ଦେଲି। ବାଣ୍ଡ ପୁରା ବିହା ଚିରି ଭିତରକୁ ପଶିଗଲା। ଭାଉଜ ଆଉ ସମ୍ଭାଳି ନ ପାରି ପୁରା ଚିତ୍କାର କରି ମୋତେ କୁଣ୍ଢେଇ ପକାଇଲେ ଆଉ କହିଲେ, ରାଜା ଆଉ ଟିକେ ଧୀରେ ଧୀରେ କର। ମୁଁ ପ୍ରଥମେ 4-5 ମିନିଟ୍ ଧୀରେ ଧୀରେ କଲି। ଏକାଥରକେ 10 ମିନିଟ୍ ଖଣ୍ଡେ ନିର୍ଦ୍ଦୋଷ ବହୁତ ସ୍ପିଡ଼ରେ ଘିଦେଲି। ଭାଉଜ କହିଲେ, ମୋ ରାଜା ବେଟା, ମୋ ଘଇତା, ତମେ ଆଜି ମୋତେ ଏମିତି ଗେହି ଚାଲ ପ୍ଲିଜ୍, ମୋ ଧନ ପ୍ଲିଜ୍। ମୁଁ କହିଲି, ହଁ ଲୋ ମାଇପ, ମୋ ରାଣ୍ଡି, ମୋ ବେଶ୍ୟା, ମୁଁ ତୋତେ ଆଜି ରାତିସାରା ଗେହିକି ତ ବିହା ପୁରା ଫଟେଇ ଦେବି। ତାପରେ ମୋର ବାହାରିବା ଟାଇମ୍ ହୋଇଗଲା। ମୁଁ କହିଲି, ଭାଉଜ ବୀର୍ଯ୍ୟ କେଉଁଠି ଛାଡ଼ିବି? ଭାଉଜ କହିଲେ, ବିହାରୁ ବାଣ୍ଡ କାଢ଼ିବନି। ମୁଁ ସୀମା ଭାଉଜଙ୍କ ବିହାରେ ସବୁ ବୀର୍ଯ୍ୟ ଛାଡ଼ିଦେଲି, ଆଉ ସେ ବି ରସ ଛାଡ଼ିଦେଲେ। ତା 10 ମିନିଟ୍ ପରେ ପୁଣି ମୋ ବାଣ୍ଡ ଠିଆ ହେଲା। ପରେ ମୁଁ ଭାଉଜକୁ ଉପରକୁ ଆସିବାକୁ କହିଲି। ସେ ଉପରେ ଆସି ବାଣ୍ଡକୁ ବିହାରେ ପୂରେଇ ନିଜେ ନିଜେ ତଳ ଉପର ହେବାକୁ ଲାଗିଲେ। ତାଙ୍କ ଦୁଧକୁ ଦୋହଲଉଥାନ୍ତି। ମୁଁ ଭାଉଜଙ୍କ ଦୁଧ ଦିଟାକୁ 2 ହାତରେ ଧରି ମନ ଇଚ୍ଛା ଚିପି ଚାଲିଲି, ଆଉ ସେ ବେଳେବେଳେ ନଇଁ ପଡ଼ି ତାଙ୍କ ଦୁଧ ମୋ ପାଟିରେ ପୂରେଇ ଚୁଷିବାକୁ କହିଲେ। ଏଇଭଳି ମୁଁ ସେଇଦିନ ଭାଉଜଙ୍କୁ ରାତିରେ 4 ଥର ନିର୍ଦ୍ଧୁମ ଗେହିଲି ଏବଂ ତାଙ୍କ 4 ଥର ସେ ପାଣି ମଧ୍ୟ ଛାଡ଼ି ପକେଇଲେ। ନେକ୍ସଟ କାହାଣୀରେ କହିବି ମୁଁ ଭାଉଜଙ୍କୁ ଗାଣ୍ଡିରେ କେମିତି ନଡ଼ିଆ ତେଲ ମାରି ତାଙ୍କୁ ଗେହିଥିଲି। ଏହି କାହାଣୀଟି ମୁଁ ଯେତେବେଳେ ଅନଲାଇନରେ ଟ୍ରେଣ୍ଡିଂ କରୁଥିଲି ସେତେବେଳର। ଭାଉଜ ମୋତେ କହିଥିଲେ, ଯଦି ଆପଣଙ୍କୁ ଏହି କାହାଣୀଟି ଭଲ ଲାଗିଥାଏ କମେଣ୍ଟରେ ନିଶ୍ଚିନ୍ତ ଲେଖନ୍ତୁ, ଆଉ ଏମିତି ଟ୍ରେଣ୍ଡିଂ ଭିଡ଼ିଓ ଜାଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କର।